ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଏକ ସୁନ୍ଦର କାହାଣୀ। ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଥରେ ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଙ୍ଗସାଥୀମାନଙ୍କଠାରୁ ବହୁତ ଦୂରକୁ ଚାଲିଗଲା। ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥାଏ। ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନ ପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା। ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା। କିଛି ସମୟ ପରେ ବାଛୁରୀଟିଏ ଧାଇଁ ଆସି ସେହି ଗୁମ୍ଫାରେ ପଶିଲା। ଛେଳିକୁ ଦେଖି ବାଛୁରୀ ଭାବିଲା ସେଇଟା ଛେଳିର ଘର ଓ ବାଛୁରୀକୁ ଦେଖି ଛେଳି ଭାବିଲା ଏଇଟି ବାଛୁରୀର ଘର। ହେଲେ କେହି ନିଜର ମନ କଥା କାହା ଆଗରେ ପ୍ରକାଶ କରି ପାରୁନଥିଲେ। ମନେ ମନେ ସେ ନିଜ ଭାବନାକୁ ନିଶ୍ଚିତ ରୂପେ ଠିକ୍ ଭାବି ଛେଳି ଗୋଟିଏ କୋଣରେ ଓ ବାଛୁରୀ ଗୋଟିଏ କୋଣରେ ଆନନ୍ଦରେ ଶୋଇଗଲେ। ଠିକ୍ ଅଧରାତି ବେଳକୁ ମହାବଳ ବାଘ ନିଜ ଗୁମ୍ଫାରେ ପଶିଲା। ସେଦିନ ତାକୁ କୌଣସି ଶିକାର ମିଳିନଥାଏ। ତେଣୁ ଭୋକ ତାକୁ ଯେତିକି ହେଉଥାଏ, ରାଗ ତାର ଦ୍ୱିଗୁଣ ହେଉଥାଏ। ଗୁମ୍ଫାରେ ପଶି ସେ ଯେତେବେଳେ ଗୋଟିଏ ପଟେ ଛେଳି ଓ ଅନ୍ୟପଟେ ବାଛୁରୀକୁ ଦେଖିଲା, ଖୁସିରେ ତା ମନ ଭରି ଉଠିଲା। ସେ ମନେ ମନେ ଭାବିଲା, ଈଶ୍ୱରଙ୍କୁ ମୁଣ୍ଡିଆଟିଏ ମାରି ପ୍ରଥମେ ବାଛୁରୀକୁ ଉପରକୁ ଲମ୍ଫ ଦେଲା। ବାଛୁରୀ ଆଖି ଖୋଲିବା ପୂର୍ବରୁ ହିଁ ବାଘ ତା ତଣ୍ଟି କଣା କରି ଚିନ୍ତା କରିପାରିଲାନି। ଭୟରେ ତା ଗୋଡ଼ ଥରି ଉଠିଲା। ବାଛୁରୀକୁ ଖାଇସାରିବା ପରେ ବାଘ ନିଶ୍ଚୟ ତାକୁ ଖାଇବ। ସେ ଯେତେବେଳେ ଜାଣିଲା ତାର ମୃତ୍ୟୁ ସୁନିଶ୍ଚିତ, ସେ ଉପାୟଟିଏ ଚିନ୍ତା କଲା। ଶକ୍ତିରେ ତ ସେ ପାରିବନି, ତେଣୁ ବୁଦ୍ଧିରେ ଯଦି ହରାଇ ସେ ମହାବଳ ବାଘଠୁ କବଳରୁ ସେ ନିଜକୁ ମୁକୁଳେଇ ପାରିଲେ ସେ ଖୁସି ହେବ। ଏବଂ ତା ନିଜ ଜୀବନ ବି ବଞ୍ଚାଇ ପାରିବ। ସେ ଛାତିକୁ ଦମ୍ଭ କରି କହିଲା, କ'ଣ ବାଘ ମାମୁଁ, ଖାଦ୍ୟଟା କେମିତି ଲାଗିଲା? ବୋଧହୁଏ ତମ ପେଟ ପୂରି ନଥିବ। ଠିକ୍ ଅଛି, କାଲି କିନ୍ତୁ ଯେଉଁ ମାଲ ଆଣିବି ତମେ 2 ଦିନ ଖାଇବ। ବାଘ ବାଛୁରୀକୁ ଖାଉ ଖାଉ ଟିକେ ରହିଯାଇ କହିଲା, ଆଚ୍ଛା, ଏ ବାଛୁରୀକୁ ମୋ ଗୁମ୍ଫାକୁ ତାହେଲେ ତ ଆଣିଥିଲୁ? ମୋତେ କିଏ କହିଲା ମୋ ପାଇଁ ଖାଦ୍ୟ ଯୋଗାଣ କରିବାକୁ? ଛେଳି ତତ୍କ୍ଷଣାତ୍ କହିଲା, ଈଶ୍ୱର ମୋତେ ସ୍ୱପ୍ନରେ ଦେଖାଦେଲେ, କହିଲେ ଜଙ୍ଗଲରେ ଗୋଟିଏ ମହାବଳ ବାଘ ଅଛି। ଆଜି ତାର ଖାଦ୍ୟ ଯୋଗାଇବା ଦାୟିତ୍ୱ ତୋର। ପୁନର୍ବାର ତୁ ତାର ଋଣୀ ଥିଲୁ। ତେଣୁ ଏ ଜନ୍ମରେ ତୁ ଯେହେତୁ ବୁଢ଼ା ହୋଇ ଖାଦ୍ୟ ସଂଗ୍ରହ କରିପାରୁନୁ, ଅବଶିଷ୍ଟ ଦିନ ତୁ ତାକୁ ଖାଇ ଋଣମୁକ୍ତ ହେବୁ। ତାପରେ ଈଶ୍ୱର ମୋତେ କେଉଁଦିନ କେଉଁ ଖାଦ୍ୟ କେଉଁଠାରୁ ଆଣିବ ତାର ସନ୍ଧାନ ଦେଇ ତମ ଗୁମ୍ଫା ଦେଖାଇ ଅନ୍ତର୍ଦ୍ଧାନ ହୋଇଗଲେ। ସେ ଆଜି ବାଛୁରୀଟିଏ ତମ ଗୁମ୍ଫାକୁ ଆଣିବାକୁ ଦେଖାଇଥିଲେ, ତେଣୁ ମୁଁ ନେଇ ଆସିଲି। ବାଘ ଛେଳିକୁ ପ୍ରଶଂସା କରି କହିଲା, ମୋର ଖାଦ୍ୟ ଦରକାର ବେଳେ ତୁ ମୋତେ ଭଲ ଶିକାରଟିଏ ଯୋଗାଡ଼ କରିଦେଇଛୁ। ଛେଳି ହସି ହସି କହିଲା, ଆସନ୍ତା କାଲି ତମ ପାଇଁ ଆହୁରି ବଢ଼ିଆ ଶିକାର ଯୋଗାଡ଼ କରି ଆଣିବି। ରାତି ପାହିଲା। ବାଘ କହିଲା, ଛେଳି, ମୁଁ ତୋତେ ଏଇ ଗୁମ୍ଫାରେ ଅପେକ୍ଷା କରିଥିବି। ବାଛି ବାଛି ଭଲ ଶିକାରଟିଏ ଆଣିବୁ। ଛେଳି ହଁ କହି ମେଁ ମେଁ ବୋବାଇ ବୋବାଇ ବାଘ ହାବୁଡ଼ରୁ ଖସି ଆସିଲା। ଛେଳିର ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ମହାବଳ ବାଘରୁ ନିଜ ଜୀବନ ବଞ୍ଚାଇ ପାରିଲା। କଥାରେ ଅଛି, ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶୀ। ଚାଲନ୍ତୁ ଏବେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ନୁହେଁ କି ନିଜର ସବୁ ଏଠି ପର, ମିଛ ମାୟା ଏ ସଂସାର। ସବୁବେଳେ ଏଠି ସଭିଏଁ ନିଜର, ଦୁଃଖ ବେଳେ ହେବେ ଦୂର। ଯେତେବେଳେ ଖୁସି ପାଖରେ ଯେ ଥିବ, ସମସ୍ତେ ପାଖକୁ ଆସନ୍ତି ଧାଇଁ।
ଦୁଃଖ ପଡ଼ିଥିବା ପରିସ୍ଥିତି ଦେଖି ଯାଆନ୍ତି ସମସ୍ତେ ମୁହଁ ବୁଲାଇ। ଏହି ସ୍ୱାର୍ଥପର ଦୁନିଆରେ ସବୁ ଦେଖନ୍ତି ନିଜର ସ୍ୱାର୍ଥ। ସ୍ୱାର୍ଥ ସରିଗଲେ ସ୍ୱାର୍ଥ ରକ୍ତ ସମ୍ପର୍କ ବି ହୋଇଯାଏ ଏଠି ତୁଚ୍ଛ। ତମଠୁ ଟ୍ୟାଲେଣ୍ଟେଡ୍ ଲୋକ ତମକୁ କେବେ ସମାଲୋଚନା କରିବେ ନାହିଁ। ତମକୁ କେବଳ ସେହିମାନେ ସମାଲୋଚନା କରିବେ ଯେଉଁମାନେ ତାଙ୍କ 7 ଜନ୍ମ ଲାଗିଲେ ବି ତମ ପାଖ ପହଞ୍ଚି ପାରିବେ ନାହିଁ। ଯିଏ ତୁମକୁ ସାହାଯ୍ୟ କରିଛି ତାକୁ କେବେ ବି ଭୁଲି ଯାଅ ନାହିଁ। ଯିଏ ତମକୁ ସତରେ ଭଲ ପାଏ ତାକୁ କେବେ ଘୃଣା କର ନାହିଁ। ଯିଏ ତୁମକୁ ବିଶ୍ୱାସ କରେ ତାକୁ କେବେ ବିଶ୍ୱାସଘାତକତା କରନ୍ତୁ ନାହିଁ। ପଥରର ଗୋଟିଏ ଗୁଣ ତାର ଦୁର୍ବଳତା ସେ କେବେ ତରଳେ ନାହିଁ। କିନ୍ତୁ ଗୋଟିଏ ଗୁଣ ଉତ୍ତମ ଯେ ସେ କେବେ ବଦଳେ ନାହିଁ। କିନ୍ତୁ ମଣିଷ ପଥରଠୁ ବି ଭୟଙ୍କର, ତରଳେ ବି ଆଉ ବଦଳେ ବି। ବେଳେ ବେଳେ ମଣିଷ ନିଜ ଇଚ୍ଛାରେ ବଦଳି ନଥାଏ। ମିଳୁଥିବା ଦୁଃଖ, କଷ୍ଟ ଆଉ ସମୟ ତାକୁ ବଦଳିବା ପାଇଁ ବାଧ୍ୟ କରିଥାଏ। ଏଇଟା କଳିଯୁଗର ବନ୍ଧୁ। ଆଉ ଏ ଯୁଗରେ ଗୋଟିଏ ନିୟମ, ଯେତେ ଅତୁଟ ବିଶ୍ୱାସ ଥିବ ସେ ପର୍ଯ୍ୟନ୍ତ ଭୟଙ୍କର ବିଶ୍ୱାସଘାତ ହେବା ସୁନିଶ୍ଚିତ। ଆଜିର କାହାଣୀ ଏବଂ ଆଜିର ଅନୁଚିନ୍ତା ଆପଣମାନଙ୍କୁ ଯଦି ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।